ବୃଷ୍ଟିପାତ ମୋଟାମୋଟି ଓଡ଼ିଶାରେ ବନ୍ଦ ଅଛି। ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି ଏଭଳି କିଛି ଜିଲ୍ଲାରେ ଝିପିଝିପି ବର୍ଷା ହେଉଛି, କିନ୍ତୁ ବ୍ୟାପକ ବୃଷ୍ଟିପାତ ସାରା ଓଡ଼ିଶାରେ ବନ୍ଦ ଅଛି। ଏହା ଗୋଟେ ବଡ଼ ଆଶ୍ୱସ୍ତିର ଖବର ଏବଂ ପାଣିପାଗ ବିଭାଗର ଅଧିକାରୀମାନଙ୍କର ଯାହା ସୂଚନା, ସେ ସୂଚନା ଅନୁସାରେ ଆଜି, କାଲି ଏବଂ 1 ତାରିଖ ପର୍ଯ୍ୟନ୍ତ ମୋଟାମୋଟି ଓଡ଼ିଶାରେ ବୃଷ୍ଟିପାତ କମ୍ ଅଛି। 2 ତାରିଖରୁ ପୁଣି ବୃଷ୍ଟିପାତର ପୂର୍ବ ଅନୁମାନ କରାଯାଇଛି। ସେ ବାବଦରେ ଆପଣମାନଙ୍କୁ ଆମେ ଖବର ଦେବୁ। ଇଏ ବୃଷ୍ଟିପାତ କମ୍ ହେବା ଭିତରେ ଆହୁରି ଗୋଟେ ଆଶ୍ୱସ୍ତିର ଖବର ହେଲା, ଯେଉଁଟା ଉପର ମୁଣ୍ଡରେ ବର୍ଷା ହେଉଥିଲା ଛତିଶଗଡ଼ରେ, ଯାହାର ଫଳରେ ମହାନଦୀର ଜଳପତନ ବୃଦ୍ଧି ପାଉଥିଲା। 24 ଘଣ୍ଟା ପୂର୍ବରୁ 616 ଫୁଟ ଉଚ୍ଚତା ଥିଲା ମହାନଦୀର ଜଳସ୍ତର, ଏବେ 620 ହୋଇସାରିଲାଣି। କିନ୍ତୁ ଛତିଶଗଡ଼ରେ ବର୍ଷା କମ୍ ହେବା କାରଣରୁ ଆମେ ଆଶା କରୁଛୁ ଯେ ମହାନଦୀ ଭିତରକୁ ପାଣି କମିବାଟା ମଧ୍ୟ କମ୍ ହେବ। 620 ଫୁଟ ହେବା ସତ୍ତ୍ୱେ ମଧ୍ୟ ମାତ୍ର 2ଟା ଗେଟ୍ ଖୋଲା ହୋଇଛି। କିନ୍ତୁ ବାକି ନଦୀମାନେ ଯେଉଁଥିରେ ପାଣି ଭେଡ଼େନ୍ ଠାରୁ ଆରମ୍ଭ କରି ଛୋଟ ଛୋଟ ନଦୀମାନେ ଯେଉଁମାନେ ରାସ୍ତାରେ ମହାନଦୀ ସାଙ୍ଗରେ ମିଶୁଥିଲେ, ସେମାନଙ୍କର ପାଣି ମିଶିବା ଫଳରେ ପ୍ରାୟ 6.5 ଲକ୍ଷ କ୍ୟୁସେକ୍ ପାଣିରୁ ଅଧିକ ନରାଜରେ ପହଞ୍ଚୁଥିଲା। ଏବେ ସମ୍ଭବତଃ ଆହୁରି କିଛି ଗେଟ୍ ଖୋଲିପାରେ ଏବଂ ଆଜି ରାତି ସୁଦ୍ଧା ଆମେ ଆଶଙ୍କା କରୁଛୁ, ହିସାବ ଲଗାଉଛୁ ଯେ ନରାଜରେ ମଧ୍ୟ ପାଣି 9 ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପହଞ୍ଚିବ। ତଳି ଅଞ୍ଚଳରେ କିଛି କିଛି ଜାଗାରେ ସମସ୍ୟା ଉତ୍ପନ୍ନ ମଧ୍ୟ ହେଲାଣି। କଲେକ୍ଟର, ଜିଲ୍ଲାପାଳ କଟକ ସାଙ୍ଗରେ ମଧ୍ୟ ଆମର ଏ ବ୍ୟବସ୍ଥାକୁ ନେଇକରି କଥାବାର୍ତ୍ତା ହେଇଛି। ବଡ଼ମ୍ବା, ଆଠଗଡ଼ ଅଞ୍ଚଳରେ ମଧ୍ୟ ପାଣି ପ୍ରବେଶ କରିବାଟା ଆରମ୍ଭ କଲାଣି। ଏଟା ଆଗକୁ ବଢ଼ିପାରେ, ତେଣୁ ମୂଳରୁ ପାଣି ପହଞ୍ଚିବା ପୂର୍ବରୁ ପ୍ରଶାସନ ପହଞ୍ଚୁ, ପ୍ରଶାସନିକ ବ୍ୟବସ୍ଥା ପହଞ୍ଚୁ, ଲୋକମାନଙ୍କର ସୁରକ୍ଷା କବଚ ହୁଅନ୍ତୁ, ଲୋକମାନଙ୍କୁ ସ୍ଥାନାନ୍ତରିତ କରନ୍ତୁ। ଏବଂ ଆମେ ଆଶା କରୁଛୁ ଯେ ଯେହେତୁ ଛତିଶଗଡ଼ରେ ପାଣି କମିବାଟା ଆରମ୍ଭ ହେଲାଣି, ବର୍ଷା ଏପଟେ ପାଣି ଆସିବାଟା ମଧ୍ୟ କମିବ ଏବଂ ସମ୍ଭବତଃ କାଲି ସକାଳ ସୁଦ୍ଧା ଓଡ଼ିଶାରେ ବନ୍ୟା ପରିସ୍ଥିତିର ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେବ। ଦ୍ୱିତୀୟ ବିଷୟ ହେଲା ଯେ ସେଣ୍ଟ୍ରାଲ ୱାଟର କମିଶନ ଠାରୁ ମଧ୍ୟ ଯେଉଁ ରିପୋର୍ଟ ଆମର ପ୍ରାପ୍ତ ହୋଇଛି, ସେଥିରେ ମୋଟାମୋଟି ଆପଣଙ୍କର ନରାଜଠାରେ ୱାର୍ଣ୍ଣିଂ ଲେଭେଲ୍ 25.41 ଥିଲା ଏବଂ ଡେଞ୍ଜର ଲେଭେଲ୍ 26.41 ଥିଲା। ୱାର୍ଣ୍ଣିଂ ଲେଭେଲ୍ର ଉପରକୁ ପାଣି ଅଛି, କିନ୍ତୁ ଡେଞ୍ଜର ଲେଭେଲ୍କୁ ପହଞ୍ଚି ନାହିଁ। ଏଟା ହୁଏତ ଆଗକୁ ଡେଞ୍ଜର ଲେଭେଲ୍କୁ ଛୁଇଁପାରେ, କିନ୍ତୁ ନରାଜ ଛାଡ଼ିଦେଲେ, ମହାନଦୀକୁ ଛାଡ଼ିଦେଲେ ଦେବୀ ନଦୀ, କୁଶଭଦ୍ରା ନଦୀ, ସୁନ୍ଦରଗଡ଼ରେ ପାନପୋଷ, ଜେନାପୁରରେ ବ୍ରାହ୍ମଣୀ, ଆନନ୍ଦପୁର ଏବଂ ଓକୁଆପଡ଼ାରେ ବୈତରଣୀ, ଜାତୀୟ ରାଜପଥ 5ରେ ବୁଢ଼ାବଳଙ୍ଗ, ଜାମସୋଲା ଘାଟ ଏବଂ ରାଜଘାଟରେ ସୁବର୍ଣ୍ଣରେଖା, ଗୁନପୁର ଏବଂ କାଶୀନଗରରେ ବଂଶଧରା, ଋଷିକୁଲ୍ୟା ଏବଂ ଜଳକା, ଇଏ ସବୁ ଜାଗାରେ ଜଳପତନ ଧୀରେ ଧୀରେ କମିବାଟା ଆରମ୍ଭ କଲାଣି, ଯେଉଁଟା ହେଉଛି ଗୋଟେ ଆଶ୍ୱସ୍ତିର ଖବର। ଲୋକମାନଙ୍କ ପାଇଁ ଟିକେ ଆଶ୍ୱସ୍ତିର ଖବର ଆମ ପାଖରେ ପହଞ୍ଚିଛି। ଏଟା ଆଗକୁ ମଧ୍ୟ ବୃଷ୍ଟିପାତ କମିବା ଫଳରେ ଆହୁରି କମି ଆଗକୁ ଯିବ। ମୋର ସମସ୍ତଙ୍କୁ ପରାମର୍ଶ, ଆପଣ ଓଡ଼ିଶାବାସୀଙ୍କୁ ମୋର ନିବେଦନ ଯେ ପାଣି ଏଠି ଏବେ ଯାହା ରିପୋର୍ଟ ଆମ ପାଖରେ ଅଛି, ପ୍ରାୟ 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ମାତ୍ର 4ଟା ଜିଲ୍ଲାରେ, ଯାଜପୁର, ଭଦ୍ରକ, ବାଲେଶ୍ୱର। ଇଏ 3ଟି ଜିଲ୍ଲା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ମୟୂରଭଞ୍ଜ ଏବଂ କେନ୍ଦୁଝର ମଧ୍ୟ ପ୍ରଭାବିତ ଜିଲ୍ଲାମାନଙ୍କ ଭିତରୁ ଅନ୍ୟତମ। ତେଣୁ ଇଏ 5ଟା ଜିଲ୍ଲାରେ ମୋଟାମୋଟି 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ୍ ସେଣ୍ଟରରେ ଅଛନ୍ତି।
ରିଲିଫ୍ କ୍ୟାମ୍ପ ମଧ୍ୟ 464ଟି ରିଲିଫ୍ କ୍ୟାମ୍ପ ଇଏ 5ଟା ଜିଲ୍ଲାରେ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ଏବଂ ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ତାର ସତ୍ତ୍ୱେ ମଧ୍ୟ ଯେଉଁମାନେ ରିଲିଫ୍ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣି ଘେର ଭିତରେ ଅଛନ୍ତି, ଆସିବା ପାଇଁ ମଙ୍ଗୁନାହାନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହେଇଛି। କିନ୍ତୁ ମୋର ପରାମର୍ଶ ଯେ କମ୍ ପାଣି ଥିଲେ ବି ଏବଂ ପାଣି ବଢ଼ିବାର ସମ୍ଭାବନା କମ୍ ଥିଲେ ବି ଆପଣମାନେ ସମସ୍ତେ ରିଲିଫ୍ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ଅତି କମ୍ରେ ରିଲିଫ୍ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ, ଯେଉଁଥିରେ ମାନବୀୟ ସୁବିଧାଯୁକ୍ତ ସେବା ଆପଣମାନେ ପାଇପାରିବେ। ଏବେ ସମସ୍ୟା ହେଉଛି ପାଣି କମି କମି ଯିବ, କିନ୍ତୁ ପାଣି କମିଲେ ସାପ ଉପଦ୍ରବ୍ୟ ମଧ୍ୟ ଆରମ୍ଭ ହୋଇପାରେ। ସବୁ ଜାଗାରେ ଆଣ୍ଟିଭେନମ୍ ଇଞ୍ଜେକ୍ସନ୍ ମଧ୍ୟ ମହଜୁଦ ଅଛି, MBBS ଡାକ୍ତରମାନେ ମଧ୍ୟ ମହଜୁଦ ଅଛନ୍ତି ଇଞ୍ଜେକ୍ସନ୍ ଦେବା ପାଇଁ। ଯଦି କୌଣସି ଜାଗାରେ ସାପ କାମୁଡ଼ାର ରିପୋର୍ଟ ପରିଲକ୍ଷିତ ହୁଏ, ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚନା କରନ୍ତୁ। ସ୍ଥାନୀୟ ବ୍ୟବସ୍ଥା ଭିତରେ ଚିକିତ୍ସା କରିବାର ଚେଷ୍ଟା ନ କରି ଆଣ୍ଟିଭେନମ୍ ମେଡିସିନ୍ କେମିତି ତାଙ୍କୁ ଦିଆଯାଇପାରିବ, ଆଡମିନିଷ୍ଟର ହୋଇପାରିବ, ସେ ବାବଦରେ ପ୍ରୟାସ କରନ୍ତୁ। ଗୁଡ଼ିଏ ଜାଗାରେ ତାଲପରିନ୍ର ମଧ୍ୟ ମହଜୁଦ ଅଛି, ସବୁ ଜାଗାରେ ମହଜୁଦ ଅଛି। ଆଜି ବିସି ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସାଙ୍ଗରେ ଆଲୋଚନା ସଭାରେ ମଧ୍ୟ ମୁଁ କହିଛି ଯେ କେଉଁଠି ବେଶୀ ପ୍ରଭାବିତ ହୋଇଛି, କେଉଁଠି କମ୍ ପ୍ରଭାବିତ ହୋଇଛି, କିନ୍ତୁ ପ୍ରଭାବିତ ତ ପ୍ରଭାବିତ, କମ୍ ବେଶୀର କିଛି ମାଇନା ନାହିଁ। ତେଣୁ କମ୍ ହେଉ ବେଶୀ ହେଉ ଲୋକଙ୍କର ରକ୍ଷା କବଚ ହୁଅନ୍ତୁ, ଲୋକଙ୍କୁ ନିକଟସ୍ଥ ରିଲିଫ୍ ସେଣ୍ଟରକୁ ନିଅନ୍ତୁ, ସେମାନଙ୍କୁ ସମସ୍ତ ପ୍ରକାର ମାନବୀୟ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ। ପାଣି ଖସିବା ଆରମ୍ଭ କଲା ପରେ ଧୀରେ ଧୀରେ ଲୋକମାନେ ଯେତେବେଳେ ଆସିବେ, ସେତେବେଳେ ତାଙ୍କର ଘରର ଯେଉଁ ଯେଉଁ ଜାଗାରେ ଛାତର ସମସ୍ୟା ଥିବ, ପର୍ଯ୍ୟାପ୍ତ ତାଲପରିନ୍ ମଧ୍ୟ ସବୁ ଭଲନେରେବୁଲ୍ ଜାଗାରେ ଆମେ ମହଜୁଦ ରଖିଛୁ, ତାର ମଧ୍ୟ ବ୍ୟବହାର କରନ୍ତୁ। କ୍ଷତିପୂରଣ ରାଶି ଦେବା ପାଇଁ ପାଣି କମିଲା କ୍ଷଣି କ୍ଷତିପୂରଣ ରାଶି ପାଇବା ପାଇଁ 3 ଦିନ ଭିତରେ ସର୍ଭେ କାମ ସମାପ୍ତ କରନ୍ତୁ। ସର୍ଭେ କଲାବେଳକୁ ମଧ୍ୟ ଟିକେ ମାନବୀୟ ଦୃଷ୍ଟିକୋଣ ରଖିକରି ଲୋକଙ୍କର କ୍ଷୟକ୍ଷତିର ଆକଳନ କରାନ୍ତୁ। ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, କୃଷି ବିଭାଗ ସାଙ୍ଗରେ ବି ଆମର କଥାବାର୍ତ୍ତା ହୋଇଛି, ତାଙ୍କୁ କମ୍ ମିଆଦି ବିହନର ମଧ୍ୟ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି, ସେଇଟା ମଧ୍ୟ ଲୋକମାନଙ୍କୁ ଉପଲବ୍ଧ କରାଇବେ। କ୍ଷୟକ୍ଷତିର ଆକଳନ ମଧ୍ୟ ଆମେ ଆମର ନିୟମାବଳୀ ଭିତରେ ଯାହା ଦେବାର ଆବଶ୍ୟକତା ଅଛି ଆମେ ନିଷ୍ଠା ଏବଂ ପ୍ରତିବଦ୍ଧତାର ସହିତ ଦେବୁ। ଆଦୌ କ୍ଷୟକ୍ଷତି ବାବଦରେ ଚିନ୍ତିତ ହୁଅନ୍ତୁ ନାହିଁ, ତାକୁ ଆମେ ପୂରଣ କରିପାରିବା, କିନ୍ତୁ ଜୀବନ ବହୁତ ମୂଲ୍ୟବାନ। ଜୀବନର ସୁରକ୍ଷା ପାଇଁ ସମସ୍ତେ ପ୍ରଶାସନକୁ ସହଯୋଗ କରନ୍ତୁ। ବୟସ୍କ, ମହିଳା ଏବଂ ଛୁଆମାନଙ୍କ ପାଇଁ ତାଙ୍କର ସୁରକ୍ଷାର ମଧ୍ୟ ଲୋକେ ଦାୟିତ୍ୱ ନିଅନ୍ତୁ। ଆମେ ଆଶା କରୁଛୁ ଯେ ଆଜି ରାତି ବେଳକୁ ପରିସ୍ଥିତି ବ୍ୟାପକ ଭାବରେ ସୁଧୁରିବାଟା ଆରମ୍ଭ କରିବ ଏବଂ ଯେତେ ସମୟ ଆଗକୁ ଗଡ଼ିବ, ପୂର୍ଣ୍ଣିମା କାରଣରୁ ପାଣି ଡିସଚାର୍ଜ ହେବାର ମଧ୍ୟ ସମସ୍ୟା ବିଭିନ୍ନ ଅଞ୍ଚଳରେ ଅଛି। ବାଲେଶ୍ୱର ଭଳିଆ ଜିଲ୍ଲାରେ ପାଣି ଧୀରେ ଧୀରେ କମିବାଟା ଆରମ୍ଭ କଲାଣି, କିନ୍ତୁ କମିବାର ଗତି ମଧ୍ୟ ଆଗକୁ ବଢ଼ିବ ଏବଂ ତଳ ଉପର ମୁଣ୍ଡରେ ବର୍ଷା ନ ହେଉଥିବା କାରଣରୁ ଆମେ ଭାବୁଛୁ ଆସନ୍ତା 24 ଘଣ୍ଟା ପରେ ପରିସ୍ଥିତି ଆହୁରି ସ୍ୱାଭାବିକ ଆଡ଼କୁ ଗତି କରିବ।